ଶିଆଳି ଦୌଡ଼ିରେ ଟଣା ହେଉଛି ବିଶ୍ୱର ସର୍ବବୃହତ୍ ରଥ। କେନ୍ଦୁଝରର ନନ୍ଦିଘୋଷ ରଥ ଶିଆଳି ଦୌଡ଼ିରେ ଟଣା ହେବାର ରହିଛି ପରମ୍ପରା। ଜୁଆଙ୍ଗ ଓ ଭୂୟାଁ ସମ୍ପ୍ରଦାୟର ଲୋକମାନେ ଯୋଗାଇ ଆସୁଥିବା ଏହି ଦୌଡ଼ି ଏବେ କେବଳ ଭୂୟାଁ ସମ୍ପ୍ରଦାୟର ଲୋକମାନେ ଯୋଗାଇ ଆସୁଛନ୍ତି। କେନ୍ଦୁଝରର ନନ୍ଦିଘୋଷ ରଥ ବିଶ୍ୱର ସର୍ବବୃହତ୍। ରଥଯାତ୍ରା ଆରମ୍ଭରୁ ବାଂଶପାଳ ବ୍ଲକ ଦଅଁଳା ଗାଁର ଭୂୟାଁ ସମ୍ପ୍ରଦାୟର ଲୋକମାନେ ରଥ ଟାଣିବା ପାଇଁ ଯୋଗାଇ ଆସୁଛନ୍ତି ଶିଆଳି ଦୌଡ଼ି। ଅକ୍ଷୟ ତୃତୀୟା ଠାରୁ ଲୋକେ ଶିଆଳି ଲତା ଛେଲି ସଂଗ୍ରହ କରିଥାନ୍ତି। ଦେବସ୍ନାନ ପୂର୍ଣ୍ଣିମାରେ ଆଜ୍ଞାମାଳ ପାଇଲା ପରେ ରଥ ଦୌଡ଼ି ତିଆରି ଆରମ୍ଭ ହୋଇଥାଏ। ଯେଉଁ ଶିଆଳି ଗଛରେ କୌଣସି ଚଢ଼େଇ ବସା କରିନଥିବେ ସେଥିରୁ ବକଳ ବାହାର କରାଯାଏ। ପରେ ଏହି ବକଳକୁ ମୋଡ଼ି ମୋଡ଼ି ଦୌଡ଼ି ନିର୍ମାଣ କରିଥାନ୍ତି। ଏହି ଦୌଡ଼ିର ଲମ୍ବ 108 ହାତ ହୋଇଥିବା ବେଳେ ମୋଟେଇ 6 ଇଞ୍ଚ। ବଡ଼ ଯେଉଁ ମହାପ୍ରଭୁଙ୍କୁ ଏଇଠି ସ୍ଥାପନ କଲେ ସେଇ ଦିନଠୁ ଆମର ରଥ ଦୌଡ଼ା ପଠଉଛୁ ଆଜ୍ଞା। ଗଣ୍ଡମାର୍ଦ୍ଦନକୁ ଯାଇ ଶିଆଳି ନଦୀକୁ ସଂଗ୍ରହ କରି ଆଉ ଯୋଉଠି ଚିରଘୁଣି ବସା କରିନଥିବେ ସେଇ ପବିତ୍ର ଗଛକୁ ଆଣିକିରି ଦେବସ୍ନାନ ଦିନ ଆଣି ଆସିକିରି ଆଉ ଦୌଡ଼ା ଆରମ୍ଭ କରୁ। ବଳଦେବଜୀ ଠାକୁର ରହିଛନ୍ତି, ତାଙ୍କରି ନନ୍ଦିଘୋଷ ରଥ ପାଇଁ ଆମେ ରଥ ଦୌଡ଼ି ପ୍ରସ୍ତୁତ କରୁଛୁ। ଜଙ୍ଗଲରୁ ଦୌଡ଼ି ଆଣିକି ଏକାଠି କଲା ପରେ ଆମର ଯେଉଁ ଦେବସ୍ନାନ ପୂର୍ଣ୍ଣିମା ରହିଛି, ସେ ଦେବସ୍ନାନ ପୂର୍ଣ୍ଣିମା ଦିନ ଆମେ ପ୍ରଭୁଙ୍କ ପାଖରୁ ଆଜ୍ଞାମାଳ ପାଇଲା ପରେ ଆମେ ରଥ ଦୌଡ଼ି ବୁଣା କାର୍ଯ୍ୟ ଆରମ୍ଭ କରିଥାଉ। ଆମର କେନ୍ଦୁଝରରେ ବଳଦେବଜୀଙ୍କର ନନ୍ଦିଘୋଷ ରଥ ଯେବେଠୁ ଆରମ୍ଭ ହେଇଛି ସେବେଠୁ ହିଁ ଏଇ ଶିଆଳି ଲତାରେ ହିଁ ଠାକୁରଙ୍କ ପାଇଁ ଦୌଡ଼ି ପ୍ରସ୍ତୁତ ହିଁ ରଥ ଟଣା ହେଇଥାଏ। ଠାକୁରଙ୍କର କାମ ପାଇଁ ତ କୌଣସି ବ୍ୟକ୍ତି ସହଯୋଗ ପାଇନଥାନ୍ତି, କିନ୍ତୁ ଆମେ ଯେଉଁ ସହଯୋଗ ପାଇଛୁ ସେଥିପାଇଁ ଆମେ ବହୁତ ଖୁସିରେ ଆନନ୍ଦରେ ଦୌଡ଼ି ହିଁ ଯେତେ କଷ୍ଟ ହେଲେ ବି ପ୍ରସ୍ତୁତ କରିଥାଉ। ଏହି ଦୌଡ଼ି ରଥରେ ଲାଗିଗଲା ପରେ ଏହା ଦେବତା ପାଲଟି ଯାଆନ୍ତି। ଏହାକୁ ଛୁଇଁଲେ ଜନ୍ମ ଜନ୍ମର ପାପ ନାଶ ହୋଇଥାଏ। ଏହି ରଥ ଦୌଡ଼ିକୁ ନେଇ ରଖିଲେ ଶୁଭ ଫଳ ମିଳିଥାଏ ବୋଲି ମଧ୍ୟ ବିଶ୍ୱାସ ରହିଛି। ଏହି ରଥ ତାର ଶିଆଳି ଦୌଡ଼ି କାହିଁକି ଲାଗିଲା, ଏଇଟା ହେଉଛି ପୁରାଣରେ ଯେ ଆମର ଲେଖା ହେଇଛି ଶିଆଳିରେ ଦୋଳି ଖେଳୁଥିଲେ, ଶିଆଳି ଲତାରେ ଠାକୁର ଦୋଳି ଖେଳୁଥିଲେ, ସେଇଠି ଝାଡ଼ା ସବର ତାଙ୍କୁ ସର ମାରିଦେଲା, ସେଇଠି ତାଙ୍କର ମୃତ୍ୟୁ ହେଲା। ସେଇ ଭଗବାନଙ୍କର ମୃତ୍ୟୁ ପିଣ୍ଡରୁ ଜଗନ୍ନାଥ ସଂସ୍କୃତିର ଆରମ୍ଭ ହେଲା, ଏହି ବିଶ୍ୱାସ ଅଛି। ସେତେବେଳୁ ଆମର ସେଇ କଥାଟିକୁ ସ୍ୱୀକୃତି ମିଳିଲା। ସର୍ବପୁରାତନ ଜନଜାତି ଜୁଆଙ୍ଗ ଏବଂ ଭୂୟାଁମାନଙ୍କ ରାଜ୍ୟ, ତାଙ୍କୁ ନିର୍ଦ୍ଦେଶ ଦିଆଗଲା ଯେ ଏଇ ରଥରେ ଯେ ଦୌଡ଼ି ଲାଗିବ ତମେ ଦେବ। ଜୁଆଙ୍ଗ ମାନେ 2 ଖଣ୍ଡ ଦେଉଥିଲେ, ଭୂୟାଁ ମାନେ 3 ଖଣ୍ଡ ଦେଉଥିଲେ। ଏ ଦୌଡ଼ି ଯେତେବେଳେ ରଥରେ ଲାଗିଯାଏ 108 ହାତ ଲମ୍ବ ହେଇଯାଏ। ତାଙ୍କୁ ଛୁଇଁଲେ ଗୋଟେ ପବିତ୍ର ଭାବ ଆସେ, ମୋକ୍ଷ ମିଳିଯାଏ ବୋଲି ମଧ୍ୟ ପ୍ରମାଣ ରହିଛି, ଗ୍ରନ୍ଥମାନଙ୍କରେ ଉଲ୍ଲେଖ ଅଛି। କେନ୍ଦୁଝର ସହରର ପୁରୁଣା ବଜାରଠାରେ ବିଶ୍ୱର ସର୍ବବୃହତ୍ ରଥର ରଥଯାତ୍ରା ଅନୁଷ୍ଠିତ ହୋଇଥାଏ। ଆଉ ଏ ରଥଯାତ୍ରାରେ ଶିଆଳି ଲତା ଦୌଡ଼ି ଦ୍ୱାରା ଏ ରଥକୁ ଟଣାଯାଇଥାଏ। ଏହି ରଥ ଦୌଡ଼ିକି ଛୁଇଁଲେ ଜନ୍ମ ଜନ୍ମାନ୍ତରର ପାପ ନାଶ ହୁଏ ବୋଲି ଜନଶ୍ରୁତି ରହିଛି। ଆଉ ରଥ ଦୌଡ଼ିକି ନେଇ ଘରେ ରଖିଲେ ଏହା ବହୁ ଶୁଭଫଳ ମିଳିଥାଏ ବୋଲି ଲୋକଙ୍କର ବିଶ୍ୱାସ ରହିଛି। କେନ୍ଦୁଝର ପୁରୁଣା ବଜାରରୁ ରଞ୍ଜନ ତ୍ରିପାଠୀ, କଳିଙ୍ଗ ଟିଭି।